କାହାଣୀ ଋଷି ଅଗସ୍ତ୍ୟଙ୍କ ଦୟା। ଏକ ଚଢ଼େଇ ସମୁଦ୍ର କୂଳରେ ଅଣ୍ଡା ଦେଇଥିଲା। ଦିନେ ସମୁଦ୍ରର ଲହଡ଼ି ଆସି ତାର ଅଣ୍ଡାକୁ ଭସାଇ ନେଇଗଲା। ତାର ଅଣ୍ଡା ଭାସିଯିବାରୁ ତାକୁ ବହୁତ ଦୁଃଖ ଲାଗିଲା। ତେଣୁ ସେ ନିଜ ଥଣ୍ଟରେ ବାଲି ଆଣି ବାରମ୍ବାର ସମୁଦ୍ରରେ ପକାଇବାକୁ ଲାଗିଲା। ଚଢ଼େଇଟିର ଏହିପରି କାର୍ଯ୍ୟ ଦେଖି ଋଷି ଅଗସ୍ତ୍ୟ ଏପରି କରିବାର କାରଣ କ'ଣ ପଚାରିଲେ। ଚଢ଼େଇଟି ମନ ଦୁଃଖ କରି ଋଷିଙ୍କୁ ସବୁ କଥା କହିଲା। ଛୋଟ ଚଢ଼େଇଟିର ସାହସ ଏବଂ ଧୈର୍ଯ୍ୟକୁ ଦେଖି ଋଷି ପ୍ରସନ୍ନ ହୋଇଗଲେ ଏବଂ ତାର ଏହି କାର୍ଯ୍ୟରେ ତାକୁ ସାହାଯ୍ୟ କରିବା ପାଇଁ ସଂକଳ୍ପ ନେଲେ। ଏହାପରେ ଋଷି 3 ଆଞ୍ଜୁଳାରେ ସମୁଦ୍ରକୁ ପିଇଦେଲେ ଏବଂ ଚଢ଼େଇଟି ତାର ଅଣ୍ଡା ଫେରି ପାଇଲା। ଏଥର ପିଲାମାନେ ବୁଝିଲ ତ, ଯଦି ତୁମେ ତୁମର କାର୍ଯ୍ୟ ମନ ଲଗାଇ କରିବ, ତେବେ ତୁମମାନଙ୍କୁ ବଡ଼ମାନଙ୍କର ସାହାଯ୍ୟ ଆପେ ଆପେ ମିଳିଯିବ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।